ସ୍ୱାଧ୍ୟାୟର ଏହି କ୍ରମ ଯୋଉ ଚାଲିଛି ସ୍ୱାଧ୍ୟାୟର ସିରିଜ ର ଭିଡିଓ ମାନ ସେଥିରେ ଆପଣ ମାନଙ୍କର ପ୍ରେରଣାବଦ୍ଧ ମତାମତ ପାଇ ଆମେ ମାନେ ବହୁତ ଖୁସି ସେଥିପାଇଁ କୃତଜ୍ଞତା। ତେବେ ଏଥିପାଇଁ ଅନେକ ଗୁଡିଏ ଫୋନ କଲ୍ ଆସିଛି ଆଉ ଆପଣ ମାନଙ୍କର ମତାମତ ଅଛି ଯେ ଆପଣ କୁହନ୍ତୁ ପର୍ଟିକୁଲାର ଆମେ କୋଉ ପୁସ୍ତକ ପଢିବୁ ବା ସ୍ୱାଧ୍ୟାୟ କରିବୁ ଯାହା ଦ୍ୱାରା ଗର୍ଭାବସ୍ଥାରେ ଆମେ ମାନେ ଲାଭାନ୍ବିତ ହେଇପାରିବୁ। ଆଜି ଆମେ ସେଇ ସତ୍ ସାହିତ୍ୟ ବା ପୁସ୍ତକ ଗୁଡିକ ପର୍ଟିକୁଲାରଲି କଣ ସେଗୁଡିକ ଆମେ ଆଲୋଚନା କରିବା। ତେବେ ସେହି କ୍ରମରେ ଆମେ ଜାଣିଛେ ଗର୍ଭ ସମ୍ବାଦ ବିଷୟରେ ଆଉ ଏଇ ସବୁ ବିଷୟରେ ଅନେକ ଗୁଡିଏ ଭିଡିଓ ମଧ୍ୟ ଆମର ପୋଷ୍ଟ ହେଇସାରିଛି। ଗର୍ଭବତୀ ମାଟି ତା ଶିଶୁ ସହିତ କଥାବାର୍ତ୍ତା ହବାକୁ ଗର୍ଭ ସମ୍ବାଦ କୁହାଯାଏ। ଆଉ ଗର୍ଭ ସମ୍ବାଦ ପାଇଁ ଯେଉଁ ସବୁ ସତ୍ ସାହିତ୍ୟ ଗୁଡିକ ଏକାନ୍ତ ଆବଶ୍ୟକ ସେଗୁଡିକ ହଉଛି ପ୍ରଥମରେ ପ୍ରଜ୍ଞା ପୁରାଣ। परम पूज्य गुरुदेव पंडित श्रीराम शर्मा आचार्यଙ୍କ द्वारा लिखित प्रज्ञा पुराण। ଏହା 5ଟି ଖଣ୍ଡରେ ଉପଲବ୍ଧ ଆଉ ଏଥିରେ ଯୁଗ ଦର୍ଶନର ମର୍ମ ସନ୍ନିହିତ ଅଛି। ତେବେ ଆମେ ଯେଉଁ ସବୁ ପ୍ରକାରର ବର୍ତ୍ତମାନର ପରିସ୍ଥିତିରେ ଯେତେ ସବୁ ପ୍ରକାରର ସମସ୍ୟା ଗୁଡିକର ସମ୍ମୁଖୀନ ହେଉଛି ସେଗୁଡିକ କିପରି ଭାବରେ ଆମର ଭାରତୀୟ ଇତିହାସ ଆମର ଅନେକ ପ୍ରକାରର ପୁରାଣର ଅନେକ କଥା ଏବଂ ଅଗଣିତ ଉପାଖ୍ୟାନ ଦ୍ୱାରା ସମାଧାନ କରାଯାଇପାରିବ ତାହା ଏଇ ପ୍ରଜ୍ଞା ପୁରାଣରେ ବର୍ଣ୍ଣିତ ଅଛି। ଏହାପରେ ଆସୁଛି ଗାୟତ୍ରୀ ମହାବିଜ୍ଞାନ। परम पूज्य गुरुदेवଙ୍କର ସତ୍ ସାହିତ୍ୟ ଗାୟତ୍ରୀ ମହାବିଜ୍ଞାନ। ଆମେ ଜାଣିଛେ ଗାୟତ୍ରୀ ଏକ ଦୈବୀ ଶକ୍ତି ଆଉ ସଦ୍ଜ୍ଞାନର ଉପାସନା ହିଁ ଗାୟତ୍ରୀ ସାଧନା। ତେବେ ଏହି ସଦ୍ଜ୍ଞାନର ଉପାସନା କରିବା ଦ୍ୱାରା ସାଧକକୁ ଆତ୍ମବଳ ମିଳିଥାଏ। ସାଧକ ପାଖରେ ଆତ୍ମନିର୍ଭରଶୀଳତା ଏବଂ ଆନ୍ତରିକ ଦୃଢତା ପ୍ରାପ୍ତି ହେଇଥାଏ। ଫଳରେ ସାଧକ ଯେତେ ପ୍ରକାର ମାନସିକ କଷ୍ଟରେ ଥିଲେ ମଧ୍ୟ ତାକୁ ତୁରନ୍ତ ଶାନ୍ତି ମିଳିଥାଏ। ଆଉ ଏ ସମାଜରେ ଦେଖାଯାଉଥିବା ପ୍ରତ୍ୟେକ ପ୍ରକାର ବିପରୀତ ପରିସ୍ଥିତି କଠିନ ପରିସ୍ଥିତି ତାହାକୁ ତୁଚ୍ଛ ଏବଂ ନଗଣ୍ୟ ବୋଲି ଜଣା ପଡିଥାଏ। ଆଉ ଆଧୁନିକ ସମାଜର ଅନେକ ପ୍ରକାର ସମସ୍ୟା ଗୁଡିକ ସାଧକକୁ କିଛି କ୍ଷତି ପହଞ୍ଚାଇ ପାରିନଥାଏ। ଏହାପରେ ଆସୁଛି ପରମ ପୂଜ୍ୟ ଗୁରୁଦେବଙ୍କ ଲିଖିତ ବାଳ ବିକାଶ କାହାଣୀ ମାଳା। ଏହାଟି 16ଟି ଖଣ୍ଡରେ ଛୋଟ ଛୋଟ ପୁସ୍ତକ ଆକାରରେ ଅଛି। ଏଗୁଡିକ ମଧ୍ୟ ଯଦି ଗର୍ଭବତୀ ମାଟି ଗର୍ଭ ସମ୍ବାଦ କରେ ତାର ଗର୍ଭସ୍ଥ ଶିଶୁ ସହିତ କିଶୋର ଅବସ୍ଥାର ବାଳକ ମାନେ ମଧ୍ୟ ଏହାକୁ ପଢିପାରିବେ, ଯାହା ଫଳରେ ବାଳକଟିର ବା ଗର୍ଭସ୍ଥ ଶିଶୁର କଣ ହବ ସର୍ବାଙ୍ଗୀନ ବିକାଶ ତାର ନୈତିକ ବୌଦ୍ଧିକ ଆଧ୍ୟାତ୍ମିକ ସାମାଜିକ ସବୁ ପ୍ରକାରର ବିକାଶ ଠିକ ଭାବରେ ହେଇପାରିବ। ଏଥିରେ ଛୋଟ ଛୋଟ କାହାଣୀ ମାନ ଉଲ୍ଲେଖ ଅଛି। ଏହାପରେ ଯୋଉ ସବୁ ପୁସ୍ତକ ବା ଯେଉଁ ସବୁ ସତ୍ ସାହିତ୍ୟ ଆମେ ମାନେ ଜାଣିବା ଦରକାର ପରିବାରର ପ୍ରତ୍ୟେକ ବର୍ଗର ଲୋକମାନେ ଜାଣିବା ଦରକାର ତା ସହିତ ଗର୍ଭବତୀ ମା ଜାଣିବା ଦରକାର ସେଗୁଡିକ ହଉଛି ଅଭିଭାବକ ଓ ସନ୍ତାନ ମାନଙ୍କ ମଧ୍ୟରେ ଭାବନାତ୍ମକ ଆଦାନ ପ୍ରଦାନ କିପରି ଭାବରେ ହବା ଉଚିତ ସେ ବିଷୟରେ ଏଥିରେ ବର୍ଣ୍ଣନା କରାଯାଇଛି। ପରିବାର ଗଠନର ବିଧି ବ୍ୟବସ୍ଥା କିପରି ହବ ସେଗୁଡିକ ମଧ୍ୟ ଆମେ ଜାଣିବା ଦରକାର ଆଉ ମାଟି ମଧ୍ୟ ନିହାତି ଜାଣିବା ଦରକାର ତାକୁ ପାଠ କରିବାର ଆବଶ୍ୟକତା। ସୁସଂସ୍କାରିତାର ପ୍ରାଥମିକ ପ୍ରୟୋଗଶାଳା ହଉଛି ଆମର ପରିବାର ସଂସ୍ଥା। ସେଥିପାଇଁ ତ କୁହାଯାଏ ପିଲାଟିର ପ୍ରଥମ ବିଦ୍ୟାଳୟ ହଉଛି ତାର ପରିବାର ତା ନିଜ ଘର। ତେଣୁ ଏ ବିଷୟରେ ଜାଣିବାର ଆବଶ୍ୟକତା ଅଛି ଯାହା ଆମକୁ କେହି ଜଣାଇ ନଥାନ୍ତି। ନା ବାହାଘର ପୂର୍ବରୁ ଆମେ ଜାଣିଥାଉ ନା ବାହାଘର ପରେ ଆମେ ଜାଣିଥାଉ କଣ ନା ଗୃହସ୍ଥରେ ପ୍ରବେଶ ପୂର୍ବରୁ ତାର ଦାୟିତ୍ୱ ବୁଝନ୍ତୁ। ତେଣୁ ସେଭଳି ଦାୟିତ୍ୱ ମଧ୍ୟ ଆମେ ବୁଝିବା ପାଇଁକି ଗୁରୁଜୀଙ୍କର ସତ୍ ସାହିତ୍ୟକୁ ପଢିବାର ଆବଶ୍ୟକତା ଅଛି। ସୁପ୍ରଜନନ ଦ୍ୱାରା ସୁସନ୍ତାନ ପ୍ରାପ୍ତି। ଖାଲି ଆମେ ଇଚ୍ଛା କରିଦେଲେ ସୁସନ୍ତାନଟିଏ ହେଇପାରିବନି। ସେଥିପାଇଁ ସୁପ୍ରଜନନ କଣ ସେଇଟା ମଧ୍ୟ ଜାଣିବା ଦରକାର ଯାହା ଏଇ ବହିରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି। ବୈବାହିକ ଜୀବନର ଅଲୌକିକ ଆନନ୍ଦ ଦାମ୍ପତ୍ୟ ଜୀବନର ମୌଳିକ ସିଦ୍ଧାନ୍ତ। ଦମ୍ପତି ବା ଉଭୟ ପତି ପତ୍ନୀଙ୍କର ବ୍ୟବହାର ଚରିତ୍ର ଆଚାର ବିଚାର ଭାବନା କିପରି ହବା ଉଚିତ ଯାହା ଫଳରେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଭୋଗ କରିପାରିବେ ତାହା ବିଷୟରେ ବର୍ଣ୍ଣନା କରାଯାଇଛି। ଆଉ ମନୋପସନ୍ଦର ସନ୍ତାନ କିପରି ପାଇବେ
ଆମେ ଖାଲି ଭାବିଦେଲେ ମନ ପସନ୍ଦର ସନ୍ତାନ ହେବନି। ତା ପାଇଁ ଆମେ କଣ କଣ କରିବା ଦରକାର ସେ ବିଷୟରେ ଏ ବହିରେ ବର୍ଣ୍ଣନା କରାଯାଇଛି। ଖାଲି ତ ସନ୍ତାନ ନୁହେଁ, ପରିବାରକୁ ମଧ୍ୟ ନିର୍ମାଣ କରିବା ପାଇଁ ପଡିବ, କାରଣ ପରିବାରର ପ୍ରଭାବ ସନ୍ତାନ ଉପରେ ପଡେ ଆଉ ଆମ ଉପରେ ପଡେ। ତେଣୁ ପରିବାରର ନିର୍ମାଣ କିପରି କରିପାରିବେ ଏହି ପୁସ୍ତକଟିରୁ ଆମେ ଜାଣିପାରିବା। ସନ୍ତାନ ମାନଙ୍କ ପ୍ରତି ଆମର କର୍ତ୍ତବ୍ୟ କଣ ହବା ଦରକାର। ଆମେ ସବୁବେଳେ ଭାବୁ ସନ୍ତାନଟିର ଆମ ପ୍ରତି କଣ କର୍ତ୍ତବ୍ୟ ହବା ଦରକାର, ନା ଆମ ମାନଙ୍କର ସନ୍ତାନଙ୍କ ପ୍ରତି କଣ କର୍ତ୍ତବ୍ୟ ରହିବା ଦରକାର ସେ ବିଷୟରେ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଏହା ଛଡା ସବୁଠାରୁ ମହତ୍ୱପୂର୍ଣ୍ଣ ପୁସ୍ତକ ହଉଛି ଆସନ୍ତୁ ଗଢିବା ସଂସ୍କାରବାନ ପିଢି ଭାଗ 1 ଆଉ ଭାଗ 2। ଏଇ ଦିଟା ବହିରେ ଛୋଟ ଛୋଟ ବହି, କିନ୍ତୁ ଏଇ ଦିଟା ବହିରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରାଯାଇଛି ମାଟି, ତାର ପରିବାର ବର୍ଗ, ତାର ଗର୍ଭସ୍ଥ ଶିଶୁର ଲାଳନ ପାଳନ ଶିକ୍ଷା କିପରି ଭାବରେ କରିପାରିବେ, ଯାହା ଫଳରେ ତାଙ୍କର ସନ୍ତାନ, ତାଙ୍କର ମନପସନ୍ଦର ସନ୍ତାନଟିଏ ସେମାନେ ଏ ଧରା ପୃଷ୍ଠକୁ ଦେଇପାରିବେ, ଯିଏକି ତେଜସ୍ୱୀ, ବଚସ୍ୱୀ, ଓଜସ୍ୱୀ, ମେଧାବୀ, ସବୁ ପ୍ରକାର ଭଲ ଗୁଣରେ ପରିପୂର୍ଣ୍ଣ ହେଇଥିବ। ତେଣୁ ଏସବୁ ପୁସ୍ତକ ଗୁଡିକ ନିହାତି ପାଠ କରିବାର ଆବଶ୍ୟକତା ରହିଛି। ଏହା ସହିତ ଯୋଉ ପୁସ୍ତକ ଗୁଡିକ ଆମର ଦରକାର ସେଗୁଡିକ ହଉଛି ଆମର ମହାନ ଉତ୍ତରାଧିକାରୀ, ବାଳକ ମାନଙ୍କର ଭାବନାତ୍ମକ ନିର୍ମାଣ, ପିଲାମାନଙ୍କର ଶାସକ ନୁହେଁ ସହାୟକ ହୁଅନ୍ତୁ, ପିଲାଙ୍କର ନିର୍ମାଣ ପରିବାର ରୂପୀ ପ୍ରୟୋଗଶାଳାରେ, ଘରର ବାତାବରଣରେ ସ୍ୱର୍ଗର ଅବତରଣ, ମହାପୁରୁଷଙ୍କର ଅବିସ୍ମରଣୀୟ ପ୍ରସଙ୍ଗ ଏବଂ ବାଙ୍ଗ୍ମୟ 85 ଆଉ 86 ମଧ୍ୟ ପଢିବା ଉଚିତ। ଏସବୁ ପରେ ସବୁଠାରୁ ମହତ୍ୱପୂର୍ଣ୍ଣ ବାଙ୍ଗ୍ମୟ ବା ସବୁଠାରୁ ମହତ୍ୱପୂର୍ଣ୍ଣ ସାହିତ୍ୟ ହଉଛି ପରମ ପୂଜ୍ୟ ଗୁରୁଦେବଙ୍କର କଣ ନା ଆମର ଭବିଷ୍ୟତ ପିଢି ଓ ତାର ନବନିର୍ମାଣ। ଏହି ବାଙ୍ଗ୍ମୟରେ ପରମ ପୂଜ୍ୟ ଗୁରୁଦେବ ଲେଖିଛନ୍ତି ଯେ ଗୋଟିଏ ଶିଶୁର ସର୍ବାଙ୍ଗୀନ ବିକାଶରେ ତାର ମାତା ପିତା, ବାତାବରଣ, ପରିବେଶ, ଶିକ୍ଷା ଆଉ ଦୀକ୍ଷାର ପ୍ରୟୋଗ କିପରି ଭାବରେ ପ୍ରଭାବ ପଡିଥାଏ। କାରଣ ଆମେ ମାନେ ଜାଣିଛେ ଆଜି କାଲିର ଶିଶୁ ଆସନ୍ତା କାଲିର ବିଶ୍ୱ। ଆଉ ପରମ ପୂଜ୍ୟ ଗୁରୁଦେବଙ୍କର ଶିଶୁ ମାନଙ୍କର ମନୋବିଜ୍ଞାନ ଉପରେ ଗଭୀର ଜ୍ଞାନ ଥିଲା। ଫଳରେ ସେ ସେଥିପାଇଁ କହୁଥିଲେ ଯେ ଶିଶୁଟିର ବିକାଶ ଗର୍ଭ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ସନ୍ତାନ ଜନ୍ମ ପରେ କିଶୋର ଅବସ୍ଥା ପର୍ଯ୍ୟନ୍ତ ସବୁଠି ସବୁ ପରିସ୍ଥିତିରେ କିପରି ଭାବେ ତାର ପ୍ରତିଟି ସ୍ତରରେ ପ୍ରତିଟି ପଦକ୍ଷେପ ତାର ସୁବ୍ୟବସ୍ଥିତ ଭାବରେ ହେଇପାରିବ ସେ ବିଷୟରେ ଏଇ ବାଙ୍ଗ୍ମୟରେ ମାନେ ଭଲ ଭାବରେ ବର୍ଣ୍ଣନା କରାଯାଇଛି। ଆଉ ଆମ ମାନଙ୍କର ମତ ଯେ ଏଇ ବାଙ୍ଗ୍ମୟଟି ହଉଛି ଗୋଟେ ଗର୍ଭବତୀ ମା ପାଇଁ ଏକ ସଠିକ ମାର୍ଗଦର୍ଶନ, ଯାହା ଫଳରେ ସିଏ ତାର ଶିଶୁର ଉତ୍ତମ ଭାବେ ନିର୍ମାଣ କରିପାରିବ। ଆମର ଉତ୍ତର ପିଢିର ନିର୍ମାଣ ଠିକ ଭାବରେ ହୋଇପାରିବ। ଏବେ ଆମେ ମାନେ ଆଶା କରୁଛୁ ଆପଣ ମାନେ ଏଇ ସବୁ ପୁସ୍ତକକୁ, ଏଇ ସବୁ ସତ୍ ସାହିତ୍ୟକୁ ସ୍ୱାଧ୍ୟାୟ କରନ୍ତୁ। କେମିତି କରିବେ ନା ନିଜର ସମୟ ସୁବିଧା ବାହାର କରିକି, ନା ନିଜର ସମୟ ସୁବିଧା ବାହାର କରିକି ନୁହେଁ, ଇଚ୍ଛା ଅନୁସାରେ ନୁହେଁ, ମାନେ ନିଜକୁ ପ୍ରସ୍ତୁତ କରନ୍ତୁ ମୁଁ ସମୟ ବାହାର କରିବି ଆଉ ଏ ସବୁ ସତ୍ ସାହିତ୍ୟକୁ ନିଶ୍ଚିନ୍ତ ରୂପେ ପଢିବି। ତେବେ ତତ୍ସବିତୁର୍ବରେଣ୍ୟମ୍ର ପରିବାର ବର୍ଗ ଆମେ ସବୁ ଆଶା କରୁଛୁ ଯେ ଆପଣ ମାନେ ଏ ସବୁ ସତ୍ ସାହିତ୍ୟ ପଢନ୍ତୁ ଏବଂ ଏହାର ଲାଭ ଠିକ ଭାବରେ ନେଇପାରନ୍ତୁ। ଧନ୍ୟବାଦ।